ଯାହାକୁ ଅତୀତ 5 ବର୍ଷ ଆମେ ଭୋଗି ଜାଣିଛନ୍ତି ତାଙ୍କର କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ଆମେ ଜାଣିଛନ୍ତି ଯେ ଯେତେ ପ୍ରକାର ଭଦ୍ରକରେ ପୋଲ ରେଲୱେ ବ୍ରିଜ ସବୁ ପ୍ରକାର ତାଙ୍କ ଦ୍ୱାରା ସମ୍ଭବ ହୋଇଛି। ସେ ଯେତେବେଳେ କେନ୍ଦ୍ରରେ ମନ୍ତ୍ରୀ ବଡ଼ ବଡ଼ ମନ୍ତ୍ରୀମାନଙ୍କ ସହିତ ଯୋଗାଯୋଗ କରି ଆମ ଅଞ୍ଚଳକୁ ଉନ୍ନୟନ କଥା ଚିନ୍ତା କରନ୍ତି ସେତେବେଳେ ଏଇ ବିଜେପି ଲୋକ କୁତ୍ସିତ ଚିନ୍ତାରେ ସେ କହୁଛି ମନ୍ତ୍ରୀଲତା ମଣ୍ଡଳ ବିଜେପି ହେଇଗଲେ। ତେଣୁ ଆପଣମାନେ ଏବେ ଲକ୍ଷ୍ୟ କରନ୍ତୁ ମନ୍ତ୍ରୀଲତା ମଣ୍ଡଳ କୋଉଠି ଅଛନ୍ତି। ତେଣୁ ଯୋଉ ଲୋକ ଆମ ଅଞ୍ଚଳର ଉନ୍ନତି ଚିନ୍ତା କରୁଛନ୍ତି ସେଇମାନଙ୍କୁ ଆମେ ଭୋଟ ଦେବା, ବହୁ ସଂଖ୍ୟା ଭୋଟ ଦେଇ ଜିତେଇବା। ଏ ଆଶା ଏ ଭରସା ଏ ସବୁ ରଖି ଆପଣମାନଙ୍କୁ ପୁଣି ଥରେ ନିବେଦନ କରୁଛି ନିଶ୍ଚିତ ଭାବରେ ଆପଣମାନେ ଆଗାମୀ ଦିନରେ 2024 ନିର୍ବାଚନ ଜୁନ 1ରେ ହେବ ଆପଣମାନେ ବହୁ ସଂଖ୍ୟାରେ ଭୋଟ ଦେବେ ଏବଂ ଆମେ ଯେମିତି ସର୍ବାଧିକ ଲିଡ୍ ପଞ୍ଚାୟତ ଦେଖେଇବା ଯେ ଆମର ଶଙ୍ଖ ଚିହ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁ ସଂଖ୍ୟାରେ ସମର୍ଥନ କରିବା ଆମ ପ୍ରାର୍ଥୀଙ୍କୁ ବହୁ ଅଧିକ ଭୋଟ ଜିତେଇବା ନିବେଦନ କରି ପରବର୍ତ୍ତୀ ସମୟରେ ଗଣତା ସରକାର ଆସିଲା ଯେତେବେଳେ ଆମେ ସେତେବେଳେ କଂଗ୍ରେସ ମାନଙ୍କର ଅତ୍ୟାଚାର ଅନ୍ୟାୟ ବିରୁଦ୍ଧରେ ଆମେ ଲଢ଼େଇ କରୁଥିଲୁ। ସେଥିପ୍ରତି ଆମ ଜୀବନ ପ୍ରତି ଥିଲା ବିପଦ। ବିଜୁ ପଟ୍ଟନାୟକ ସ୍ଲୋଗାନ ଦଉଥିଲେ ନାୟକ ସମ୍ମାନ ଗାଁକୁ କାମ। ବର୍ତ୍ତମାନ ତାଙ୍କ ପୁଅ କାର୍ଯ୍ୟକାରୀ କରୁଛନ୍ତି ଯେ ମା ମା ବସୁଛନ୍ତି ସହାୟକ ଗୋଷ୍ଠୀ ଜରିଆରେ ମିଶନ ଶକ୍ତି ଜରିଆରେ ସେମାନଙ୍କୁ ସ୍ୱାବଲମ୍ବୀ କରିଛନ୍ତି ଏବଂ ବିନା ସୁଧରେ ଲକ୍ଷ ଲକ୍ଷ ଟଙ୍କା ଦେଇକି ସେମାନଙ୍କୁ ଦାଣ୍ଡକୁ କାଢିଛନ୍ତି। ଆଜି ବି ଏଇ ଦିନରେ ଆପଣମାନଙ୍କୁ ମା ଭଉଣୀ ଏଠି ବସୁଛନ୍ତି ମୋର ଆପଣଙ୍କର ଆଗରୁ ମିଟିଂ ମାଇଟନ ସବୁ ଆସନ୍ତି କେହି ସ୍ତ୍ରୀ ଲୋକ ଆସନ୍ତି ଆସିବାଟା ଶିଖେଇଛନ୍ତି ସ୍ୱର୍ଗତ ବିଜୁ ପଟ୍ଟନାୟକ। ପଞ୍ଚାୟତ ରାଜରୁ ଆରମ୍ଭ କରିକି ଆସେମ୍ବଲି ପାର୍ଲାମେଣ୍ଟ ବନ୍ଦ 30% ଆସନ ମହିଳାମାନଙ୍କୁ ଦିଆଯାଉ ବୋଲି ସେ କହିଦେଲେ। ତାଙ୍କ ପୁଅ ଆସିଲେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ 50% କଲେ। ମନୁଲତା ମ୍ୟାଡାମଙ୍କୁ ଲଗେଇକି ଆମ ଓଡ଼ିଶାରେ ବର୍ତ୍ତମାନ 35% ଅଧିକା ଆମର ମହିଳାମାନେ ପାର୍ଲାମେଣ୍ଟରେ ଛିଡ଼ା ହେଇଛନ୍ତି, ଆସେମ୍ବଲିରେ ଛିଡ଼ା ହେଇଛନ୍ତି 33%। ବର୍ତ୍ତମାନ ଆଉ ଉନ୍ନୟନମୂଳକ କାମ ଆମେ ଯେତେବେଳେ ରାଜନୀତି କରୁଥିଲୁ 24 ବାଟେ ବର୍ଷା ଦିନର ଜୁତା ଯାଇନି ପେଣ୍ଟକୁ ଟେକିକି ଆଠୁ ପର୍ଯ୍ୟନ୍ତ ଜୁତାକୁ ହାତର ଧରିକି ଆମେ ପିନ୍ଧିବ। ଇଏ ତିନି ବିଗଣା ରୋଡ ଏପଟ ବାଇପାସ ରୋଡ ସେପଟର ହଉଛି ବାହାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆଜି ସାରା ବିଶ୍ୱରେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ଏତେ ଲମ୍ବା ସମୟ ଧରି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ସୁଶାସନ ଯୋଗାଇ ଦେଉଛନ୍ତି ଯାହାକି ଏ ଅଞ୍ଚଳରେ ଆଗରୁ ଆମର ବିଜୟ ବକ୍ତବ୍ୟ ରଖୁଥିଲେ ଯେ ଅନେକ ବିଧାୟକ ଯାଇଛନ୍ତି ସେ ଉନ୍ନୟନମୂଳକ କାର୍ଯ୍ୟ ଏତେ ଆଗକୁ ଯାଇନଥିଲା। ଯିଏ ବି ବିଧାୟକ ଥିଲେ ତାଙ୍କ ସୁପୁତ୍ର ବର୍ତ୍ତମାନ ବିଧାୟକ ଅଛନ୍ତି ଅନ୍ୟ ଦଳର, ସେ ଖାଲି ଭାଷଣବାଦୀ କରନ୍ତି ଏବଂ ଆମର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରନ୍ତି। ଏଠି ନିର୍ବାଚନ ମଣ୍ଡଳୀର ଉନ୍ନତି କରିବା ସେ ତାଙ୍କର ମତ ନୁହେଁ। ଯାହା ହଉ ବର୍ତ୍ତମାନ ସମୟ ଆସିଛି ପୁଣି ନିର୍ବାଚନ ଆସିଛି ସାଧାରଣ ନିର୍ବାଚନ ସେ ମଧ୍ୟ ଅନ୍ୟ ଦଳର ପ୍ରାର୍ଥୀ ହେଇଛନ୍ତି। ଏଠି ଆମର ଗୁରୁଜନ ଦଳର ପ୍ରାର୍ଥୀ ହେଇଛନ୍ତି ବିଧାୟକ ପ୍ରାର୍ଥୀ ଡକ୍ଟର ସଞ୍ଜୟ ଦାସ। ସେ ମଧ୍ୟ ଆଜି ସମୟ ପରେ ଘରେ ଆସି ପହଞ୍ଚିଯିବେ। ମୋର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ରାତି ପାଇଲେ ଆପଣମାନଙ୍କ କଥା ଚିନ୍ତା କରୁଛନ୍ତି। ଏଠି ବିଧାୟକ ନଥିଲେ ମଧ୍ୟ ଆମ ନିର୍ବାଚନ ମଣ୍ଡଳୀ ଆମ ଦଳର ବିଧାୟକ ନଥିଲେ ମଧ୍ୟ କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ରହୁଛି। ଆଜି ପ୍ରତି ପଞ୍ଚାୟତ 50 ଲକ୍ଷ ଟଙ୍କା ଆସିଛି ଆମ ଓଡ଼ିଶା ନବୀନ ମିଶନ ମାଧ୍ୟମରେ, ଯାହାକି ପ୍ରତି ପଞ୍ଚାୟତର ମନ୍ଦିର ବା ଜଗନ୍ନାଥ ସଂସ୍କୃତି ସେ କୋଠଘର ହଉ ଭାଗବତ ଟୁଙ୍ଗି ହଉ ବା ଗ୍ରାମଦେବତୀ ହଉ ସବୁ ମନ୍ଦିର ଗୁଡ଼ିକର ଉନ୍ନତିକରଣ କରାଯାଇଛି। ଯେପରି ଗାଁ ଗ୍ରାମାଞ୍ଚଳରେ ରାସ୍ତା ଇଲେକ୍ଟ୍ରିଫିକେସନ ପିଇବା ପାଣି ଆଜି ସବୁ ଯୋଗାଇ ଦେଉଛନ୍ତି ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ। ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା ମାନଙ୍କୁ ସମ୍ମାନ ଦେଇଛନ୍ତି। ବିଜୟ ନନା କହୁଥିଲେ ଯେଉଁ ମା ମାନେ ଦିନେ ଘର କୋଣରେ ଆବଦ୍ଧ ହୋଇ ରହୁଥିଲେ 2000 ମସିହା ଆଗରୁ ସେ ଆଜି ସଭା ମଝିରେ ବସି ପାରୁଛନ୍ତି।
एचएस ग्रुप माध्यम मिशन शक्ति माध्यम आज 70 लाख अधिक महिला आत्मनिर्भरशील और सशक्तिकरण हो पाई। आज राजनीति क्षेत्र में 50 महिला पंचायत राजनीति कर दायित्व नहीं समिति सभ्य सरपंच अच्छी महिला को विधानसभा क्षेत्र मुख्यमंत्री नवीन पट्टनायक महोदय संसदीय क्षेत्र में महिला को पठें दिल्ली पार्लियामेंट 2019 मसीह आशीर्वाद पाई महोदय सांसद होती द्वितीय थर प्रिय मुख्यमंत्री आस्था प्रकट कर सब पाठ पढ़ा पिला आप स्कूल ठार आरंभ कर मेडिकल कॉलेज पर्यंत सब रूपांतरण स्कूल बिल्डिंग नवीन पट्टनायक टंका चाउल पाई नवीन पट्टनायक आए आरंभ ये मोदी मोदी हूँ कौन अच्छी गोटे निशा मुझे कांग्रेस को बताई नौकरा है तम संसद आम तो संसद को बहुत कथा अच्छी एक पत्र बुढ़ाई से कलाकार भत्ता योजना हिसाब किसी नहीं आरंभ राज्य राष्ट्र सब आप शासन हिसाब जवाब बहुत मीटिंग आरंभ सुंदर मुख्यमंत्री यार आसेसमेंट पाइबे पंचायत अनुरोध करी वक्तव्य प्रदान बारो पंचायत बीजेडी कर्मी सम्मिलनी जीवनर शेष रक्तबिंदु थिबा जाए आपणक सेवा करिवि। मुख्यमंत्री नवीन पट्टनायक आदर्श रे अनुप्राणित होई मु डाक्तर चाकरी छाड़ी आपणमानक सेवा करिबा पई आसीछि। जीवनर शेष रक्तबिंदु थिबा जाए मु आपणमानक सेवा करिवि। आपणमाने मते बहु संख्यारे भोट दे विधायक कराई आपणमानक सेवा करिबार सुजोग दियंतु बोली धामनगर निर्वाचन मंडली विधायक प्रार्थी डॉक्टर संजय दास हाथ जोड़ी भोटर मानक निवेदन करथिले। एथिसह सांसद प्रार्थीनी मंजुलता मंडल को विजयी कराई केन्द्ररू आमर हक आनिबारे सहयोग करंतु बोली कहिथिले। भद्रक जिला धामनगर निर्वाचन मंडली तिहिडी ब्लॉक अधीन 12 पंचायत रे मंगलवार संध्यारे 24 पड़ाठारे बीजेडीर एक कर्मी सम्मेलन पंचायत सभापति लक्ष्मीकांत महापात्रଙ୍କ पौराहित्य अनुष्ठित होइथिला। मुख्य अतिथि भाव सांसद प्रार्थीनी मंजुलता मंडल जोगदे मुख्यमंत्री नवीन पट्टनायक महिला मानक विकास पई गुरुत्व दे विभिन्न योजना प्रस्तुत करने संगे संगे साधारण मनीषर उन्नति कथा चिंता करुछंती। आपण माने निर्वाचन रे 2टी शंख चिन्ह भोट दे मते दिल्ली पठाइबा सह डॉक्टर संजय दास को निर्वाचित कराई नवीन पट्टनायक को षष्ठ थर मुख्यमंत्री आसन रे बसांतु बोली कहिथिले। वरेण्य अतिथि भाव पूर्वतन विधायक विजय नायक जोगदे बीजेडी सरकार समय सामग्रिक विकास होइछि। निर्वाचन में 2टी शंख चिन्ह भोट दे विकास धारा को आगे नेबाको से भोटर मानक कहिथिले। सम्मानित अतिथि भाव पूर्वतन सरपंच हरिकृष्ण जेना, पूर्वतन समिति सभ्य प्रदीप महालिक, युवनेता धनंजय नायक प्रमुख जोगदे पंचायत रे होइथिबा उन्नतिमूलक कार्य उपरे सूचना देइथिले। एही अवसर में दहपणिया ग्रामर धीरेन मल्लिक अन्य दल छाड़ी बीजेडी रे जोग देइथिले। सांसद प्रार्थी श्रीमती मंडल तांको दलीय उत्तरीय और पुष्पगुच्छ प्रदान करी स्वागत करथिले। अन्यमानक मध्यरे लोकनाथ जेना, सरोज मिश्र, सुकांत दास, पार्थसारथी महापात्र, लक्ष्मीकांत मल्लिक, चित्तरंजन बारिक, रवि नारायण बारिक, पंचानन मिश्र, प्रदीप, प्रभात कुमार दास, सुकांत कुमार मल्लिक, सुशांत मल्लिक प्रमुखों समेत हजार हजार महिला और पुरुष उपस्थित थिले। बड़ बड़ हॉस्पिटल में चिकित्सा सुविधा पाउछन। आज प्रति गाँव में 5 स्कूल
ନିର୍ବାଚନ ଇସ୍ତାହାରରେ ଏବଂ ଆମର କୃଷକମାନଙ୍କୁ ବିନା ସୁଧରେ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ପ୍ରତିଶ୍ରୁତି ଦେଇଛି ଏବଂ ଏବେ ଯୁବକମାନଙ୍କର ଯେଉଁ ଆସୁଛି ଯୁଗ ସେ ଯୁବକମାନଙ୍କ ପାଇଁ ଗୋଟେ ସତର୍କ ବଜାୟ ଆଣିବେ। ଇଲେକ୍ସନ ପରେ ଯୁବକମାନେ ଆତ୍ମନିର୍ଭରଶୀଳ ହେବେ, ସେମାନେ ଋଣ ନେଇ ସେମାନେ ମଧ୍ୟ ବିଭିନ୍ନ ବିଜନେସ୍ କରିବେ ଆଉ ବାହାରକୁ ଯିବେ ନାହିଁ, ସେମାନେ ଏଭଳି ଆତ୍ମନିର୍ଭରଶୀଳ ହେବେ। ସେଥିପାଇଁ ଯୁବ ବଜାର ଆସିବାକୁ ଯାଉଛି। ଏଇଭଳି ବିଭିନ୍ନ ଇସ୍ତାହାର କରିଛନ୍ତି। ମାଆମାନଙ୍କୁ ମଧ୍ୟ ଏସଏଚଜି ମାଆମାନଙ୍କୁ ମଧ୍ୟ ପେନସନ ମିଳିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ସମସ୍ତେ ଆସନ୍ତୁ, ଆଜି ଏକାଠି ହେଇଛନ୍ତି ଯେ ଏ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ହେଇଛି। ଏ ମୁଖ୍ୟମନ୍ତ୍ରୀ ଗୋଟିଏ ଅନୁଦାନ ଦେଇଛନ୍ତି ଯେ ବିଗତ ଦିନରେ ଆମ ଥିଲେ ଏକ୍ସଟର୍ନାଲ ମନ୍ତ୍ରୀମାନଙ୍କର ତାଙ୍କ ସମୟରେ ମଧ୍ୟ ଅନେକ ଉନ୍ନୟନ କାର୍ଯ୍ୟ ହେଇଛି। ମୁଁ ମଧ୍ୟ ସାଂସଦ ଭାବରେ ବିଗତ 5 ବର୍ଷରେ ଆପଣମାନଙ୍କ ପାଖରେ ଅଛି। ମୁଁ ମଧ୍ୟ ସାଂସଦ ପାଖରେ ଅନେକ ଅନୁଦାନ ଦେଇଛି ଏ ଅଞ୍ଚଳ ପାଇଁ। ତେଣୁ ଆଜି ବାୟୁର ପଞ୍ଚାୟତ ଆମର ନେତୃତ୍ୱ ନେଉଛନ୍ତି ଲକ୍ଷ୍ମୀଧର ଭାଇ ଏବଂ ହରିକୃଷ୍ଣ ଭାଇ। ଏଠି ଆପଣ ଅଛନ୍ତି ମୋର ବିଜୟ ବିଜୟନା, ସେ ମଧ୍ୟ ଆପଣଙ୍କ ପାଖରେ ଅଛନ୍ତି। ସେ ଅତୀତର କଥା କହୁଥିଲେ, ଯେଉଁ ଦୁର୍ଦିନର କଥା, ଯେ କଂଗ୍ରେସ ସରକାର ସାଙ୍ଗରେ ସେ ଯେଉଁ ଷ୍ଟ୍ରଗଲ କରିଛନ୍ତି, ଆଜି ମଧ୍ୟ ସେ ତାର ଅନୁଭୂତିକୁ ପକାଉଥିଲେ। ତେଣୁ ସମୟ ଆସିଛି, ସବୁ ପ୍ରକାର ସୁବିଧା କରିଛନ୍ତି ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ। ସମସ୍ତଙ୍କ ପାଇଁ ଆସନ୍ତା ଜୁଲାଇ ମାସଠାରୁ ବିଜୁଳି ଛାଡ଼ କରିବେ। 100 ୟୁନିଟ୍ ଲୋକମାନେ ବିଜୁଳି ଖର୍ଚ୍ଚ କରିବେ, ସେମାନଙ୍କ ପାଇଁ ବିଜୁଳି ଛାଡ଼ କରାଯିବ। ଅର୍ଥାତ୍ ପ୍ରାୟ ସାଧାରଣ ବର୍ଗର ମଧ୍ୟବିତ୍ତ ବର୍ଗର ଯେଉଁ ମାନେ ଅଛନ୍ତି ଆମର, ସେମାନଙ୍କୁ ଆଉ ବିଜୁଳିର ଖର୍ଚ୍ଚ ଦେବାକୁ ପଡ଼ିବ ନାହିଁ। ଏହାର ଗୁରୁତ୍ୱପୂର୍ଣ୍ଣ କଥା କ'ଣ ହେଇପାରେ? ମାଆମାନଙ୍କ ପାଇଁ ମାନନୀୟ ମୁଖ୍ୟମନ୍ତ୍ରୀ ମମତା ଯୋଜନା କରିଥିଲେ। ମମତା ଯୋଜନାରେ ଆପଣ 5,000 10,000 ଟଙ୍କା ପାଉଛନ୍ତି। ତେଣୁ ମାଆମାନଙ୍କୁ କେତେ ପ୍ରାଧାନ୍ୟ ଦେଉଛନ୍ତି ମାନନୀୟ ମୁଖ୍ୟମନ୍ତ୍ରୀ? ମାନନୀୟ ମୁଖ୍ୟମନ୍ତ୍ରୀ ଯୋଉ କଥା ଆଗରୁ କହୁଥିଲେ, ଲକ୍ଷ୍ମୀକାନ୍ତ ସାର୍ କହୁଥିଲେ, ସବୁ ବର୍ଗର, ସବୁ ଶ୍ରେଣୀର, ସବୁ ଅଞ୍ଚଳର ଉନ୍ନତି ହେଉଛି। ସ୍କୁଲଠାରୁ କଲେଜ, ହସ୍ପିଟାଲ, ବ୍ୟାଙ୍କ ସବୁ ଆପଣଙ୍କ ହାତ ମୁଠାରେ। ଲକ୍ଷ୍ମୀ ଯୋଜନାରେ ମା ମାନେ ଆପଣମାନେ 5 ଟଙ୍କାରେ ବ୍ଲକ ଯାଇପାରିବେ, 5 ଟଙ୍କାରେ ଆପଣ ଆମ ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର ମଧ୍ୟ ଯାଇପାରିବେ। ମାନନୀୟ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଯେ ଆପଣମାନେ ସମସ୍ତେ ତାଙ୍କ ପରିବାରର ଜଣେ ଜଣେ ସଦସ୍ୟ। 4.5 କୋଟି ଜନମାନସର ନେତା ହେଉଛନ୍ତି ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ। କଥା କମ୍ କହନ୍ତି, କାମକୁ ଅଧିକ ଗୁରୁତ୍ୱ ଦିଅନ୍ତି। କାମକୁ ଗୁରୁତ୍ୱ ଦେଉଛନ୍ତି ବୋଲି ଆପଣଙ୍କ ପଞ୍ଚାୟତରେ ମଧ୍ୟ ମାନନୀୟ ମୁଖ୍ୟମନ୍ତ୍ରୀ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ 50 ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ। ତାପରେ ମଧ୍ୟ ନିଜସ୍ୱ ପାଣ୍ଠିରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି। ଏ ଯେଉଁ ସବୁ ଘର ହେଇଛି, ସାମ୍ନାରେ ଯେଉଁ ଘର ହେଇଛି, ଆଗକୁ ମଧ୍ୟ ଯେଉଁ ଘର ହବ ସବୁ, ସେଟା କେବଳ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ହେଉଛି। ଗତ ପଞ୍ଚାୟତ ନିର୍ବାଚନ ଆମ ଭିତରେ ନିଜ ଭିତରେ ଟିକେ ଡିଫରେନ୍ସ ଓପିନିଅନ୍ ହେଲା, ଯେଉଁଥିପାଇଁ ଆମେ 2300 ଭୋଟ ପାଇଲା ପରେ ବି ଆମେ ହାରିଗଲୁ। ତେଣୁ ତା ପରମୁହୂର୍ତ୍ତରେ ମଧ୍ୟ ଆମେ ତା'ର ଫଳାଫଳ ଜିଲ୍ଲା ପରିଷଦରେ ପ୍ରମାଣିତ କରୁ। ଆଉ ଗତ ବାଇ ଇଲେକ୍ସନରେ ଯେଉଁ ଉପନିର୍ବାଚନରେ ଯେଉଁ ଫଳାଫଳ ଆମର ହେଲା, ଆମେ ଯେଉଁ ଡାଉନ୍ ହେଲୁ, 300 ଭୋଟ କମିଲା, ସେଥିପାଇଁ ଦାୟୀ ଯେ ଆମେ ଯାହା ବିଜୟୀଙ୍କର ମତାମତ ହେଲା ବା ମୁଁ ବି କହୁଛି ଯେ କିଛି ଆମ ଦଳର ନେତୃତ୍ୱ ଦଳର ଫାଇଦା ନେଇ ଦଳ ନାଁରେ କିଛି ଆନ୍ତର୍ଘାତୀ କାର୍ଯ୍ୟ କଲେ, ଯାହାର ଫଳାଫଳ ମଧ୍ୟ ସେ ଏବେ ବି ଭୋଗୁଛନ୍ତି। ଏବେର ସ୍ଥିତିରେ ଆମେ 500ରୁ ଅଧିକ ଭୋଟ ଦେଇଛୁ, ଏଇଟା ଗ୍ୟାରେଣ୍ଟି। ସେ ସମ୍ପର୍କରେ ଆଜି ଆପଣଙ୍କର ଯେଉଁ କର୍ମୀ ସମ୍ମିଳନୀରେ ଯୋଗ ଦେଲେ ଏବଂ ଭୋଟର ମାନଙ୍କୁ ଆପଣ କ'ଣ କହିବେ? ନଗର ନିର୍ବାଚନରେ ଅନୁଷ୍ଠିତ ହେଇଯାଇଛି। ଅନେକ ବରିଷ୍ଠ ନେତୃତ୍ୱ ଏବଂ ଯୁବକ ସଂଗଠନ ସୁଦୃଢ଼ ରହିଛି। ଜନତା ଦଳକୁ ଭଲ ପାଆନ୍ତି, କାର୍ଯ୍ୟ ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚିଛି। ପ୍ରତି ପଞ୍ଚାୟତକୁ ଓଡ଼ିଶା ମାଧ୍ୟମରେ 50 ଲକ୍ଷ ମନ୍ଦିର ଟୁଙ୍ଗି ଲୋକ ସେମାନେ ହେଉଛନ୍ତି ଏବଂ ମାଧ୍ୟମରେ ମିଶନ ମାଆମାନେ ମଧ୍ୟ ଉପକୃତ ଅଛନ୍ତି। ସେମାନେ ମଧ୍ୟ ହେଇପାରିଛନ୍ତି। ବର୍ଗର ମୁଖ୍ୟମନ୍ତ୍ରୀ ଏବଂ ମହିଳାଟିଏ ସେ କହିଛନ୍ତି ପ୍ରତ୍ୟେକ ଜୀବନ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ
ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଆଜି ବିକାଶ କ୍ଷେତ୍ରରେ ଆଗେଇ ଚାଲିଛି। ତେଣୁ ନିଶ୍ଚିତ ଭାବରେ ଆଗାମୀ ଯେଉଁ ସାଧାରଣ ନିର୍ବାଚନ ଆସୁଛି ବିଜୁ ଜନତା ଦଳ ଏଠି ବିଜୟ ଲାଭ କରିବ ଏବଂ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଆଉ ସତତାର ପାଇଁ ମୁଖ୍ୟମନ୍ତ୍ରୀ ହେବେ, ଏଥିରେ ସନ୍ଦେହ ନାହିଁ। କରୁନୁ ସେ ନିର୍ବାଚନ ବିଜୟ ହେଉଛି ଆମର ଦଳ ବିରୋଧୀ କାର୍ଯ୍ୟ। ଆମ ଦଳର ଲୋକ ମୁଖ୍ୟ ଲୋକ କେତେଜଣ ଯେଉଁମାନେ ଦଳ ସହିତ ବିଶ୍ୱାସଘାତକତା କରି ଆମ ସାଙ୍ଗରେ ରହିକି ଆମକୁ ଭୋଟ୍ ଦେଲେନି, ସ୍ୱାଧୀନ ଭାବରେ ଛିଡ଼ା ହେଇ କିଛି ଭୋଟ୍ ନେଲେ ଏବଂ କିଛି ଭୋଟ୍ ବିଜେପିକି ଡାଇଭର୍ଟ କଲେ। ସେଥିରେ ତାଙ୍କର କିଛି ଭୂମିକା ନାହିଁ। ବିରୋଧୀ କ'ଣ କରିଛନ୍ତି ଆପଣଙ୍କ ଦେଖିବାରେ? ବିରୋଧୀଙ୍କର କେଉଁଠି କିଛି ନାହିଁ, ସନ୍ତକ କିଛି ନାହିଁ। ଯାହା ହେଇଛି ସବୁ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ହେଇଛି। ଯୋଜନା କଥା କହୁଥିଲେ ବିଜୁବାବୁ, ସେ କେତେବେଳେ ଥିଲେ ଯେତେବେଳେ ମୁଖ୍ୟମନ୍ତ୍ରୀ ସେତେବେଳେ ଆଗରୁ ସେ ତ କଂଗ୍ରେସରେ ଥିଲେ, ସେତେବେଳେ ସେ ପାରାଦୀପ କରିଥିଲେ, କଳିଙ୍ଗ ବନ୍ଦର କରିଥିଲେ, ବହୁ କଥା କରିଥିଲେ। ମଝି ପିରିୟଡ଼ରେ ଜନତା ସରକାର ସମୟରେ ସେ କିଛି କରିପାରିନାହାନ୍ତି, ବରଂ ପରାମର୍ଶ ଦେଇଛନ୍ତି 25 ଟଙ୍କା ମଜୁରୀ ବୃଦ୍ଧି କରିବା ଏବଂ ସ୍ତ୍ରୀ ଲୋକମାନଙ୍କୁ ମହିଳାମାନଙ୍କୁ ଅଗ୍ରାଧିକାର ଭିତରେ ଗ୍ରାମ ପଞ୍ଚାୟତ ସ୍ତରରୁ ପୁଣି ପାର୍ଲାମେଣ୍ଟ ପର୍ଯ୍ୟନ୍ତ 30-35 ଭାଗ ସଂରକ୍ଷଣ ପାଇଁ ଦାବି ଉଠାଇବା, ଏସବୁ ସେ କରିକି ଯାଇଥିଲେ। ତାକୁ କାର୍ଯ୍ୟକାରୀ କରୁଛନ୍ତି ତାଙ୍କର ସୁପୁତ୍ର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ବର୍ତ୍ତମାନ 13 ପଞ୍ଚାୟତର ବିଜେଡ଼ିର ସ୍ଥିତି କ'ଣ ଅଛି ଆପଣ ଅନୁଭବ କରୁଛନ୍ତି? ଆମର 13 ପଞ୍ଚାୟତର ସ୍ଥିତି ଯାହା ଅଛି, ଆମେ ସବୁ ପଞ୍ଚାୟତରୁ ଅଳ ବହୁତ ଆମେ ନିଶ୍ଚିତ ଭାବରେ ନେଇଯାଉ। କେତେ ଲିଡ୍ ନେବେ ବୋଲି ଭାବୁଛନ୍ତି? ଆମେ 3000 ଭିତରେ, ମୋର ଆସେସମେଣ୍ଟ 3ରୁ 4000 ଭିତରେ ଆମେ ଲିଡ୍ ଦେବୁ। ଭଦ୍ରକ ତିହିଡ଼ିରୁ ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟଙ୍କ ରିପୋର୍ଟ, ଅପରାହ୍ନ ଲାଇଭ୍।